କୁହ ତମର କେହି ବୟଫ୍ରେଣ୍ଡ ଅଛନ୍ତି? କଣ ପାଇଁ? ପଚାରୁଥିଲି ଅଛନ୍ତି ନା ନାହିଁ? ନା ସତରେ ନାହିଁ? ଜୟ ଜଗନ୍ନାଥ ଭାଇ ମାନେ, ଆପଣ ମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣ ମାନେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ଆଜିର ଭିଡ଼ିଓ ଟିକେ କିଛି ୟୁନିକ୍ ହେବାକୁ ଯାଉଛି ହେଲା କି? କେମିତି କହିଲ, ମାନେ ସମସ୍ତେ ତାଙ୍କ ଗାର୍ଲଫ୍ରେଣ୍ଡ ସହ ପ୍ରାଙ୍କ କରନ୍ତି, କିନ୍ତୁ ମୁଁ ଆଜି ମୋ ସାଙ୍ଗ ଗାର୍ଲଫ୍ରେଣ୍ଡ ସହ ପ୍ରାଙ୍କ କରିବାକୁ ଯାଉଛି ହେଲା କି? ତ ମୋ ସାଙ୍ଗ ପାଖାପାଖି 2 ବର୍ଷ ତାର ଭଲ ପାଇବା ହେଲାଣି। ସେ +2 ଟାଇମ୍ରୁ ଭଲ ପାଉଛି। ତ ଏଇଟା ତାର ITI ସେକେଣ୍ଡ ଇୟର ହେଇଯିବ। ତ ମୁଁ କହିଲି ତୁ ଯଦି ଏତେ ଭଲ ପାଉଛୁ ତୋ ଗାର୍ଲଫ୍ରେଣ୍ଡ ସହ, ତ ଦେଖିବା ତୋ ଗାର୍ଲଫ୍ରେଣ୍ଡ ଲୟାଲ ଅଛି କି ନାହିଁ। ତ ସେମିତି ଆମେ ଗୋଟେ ପ୍ରାଙ୍କଟେ କରିବା। ତ ଆପଣମାନେ ଭିଡ଼ିଓରେ ଲାଗି ରୁହନ୍ତୁ, ଦେଖିବେ ବହୁତ ମଜା ଆସିବ ଲାଗି। ତ ଏବେ ଆମେ ୟା ଗାର୍ଲଫ୍ରେଣ୍ଡକୁ କଲ୍ କରିବା। ଏଇ ହେଉଛି ସେଇ ମହାପୁରୁଷ ହେଲା, ଯାହା ଗାର୍ଲଫ୍ରେଣ୍ଡ ସହ ଆମେ ଏବେ ପ୍ରାଙ୍କ କରିବା ଲାଗି। ତ ତୋର କେତେ ବର୍ଷ ରିଲେସନସିପ୍ ହେଲାଣି? 3 ବର୍ଷ ହବ। 3 ବର୍ଷ ହେଇଯିବ? ମୁଁ କହିଥିଲି ୟାର 3 ବର୍ଷ ହେଇଯିବ ହେଲା କି? ତ ଏବେ ଡେରି କରିବାନି, ତାକୁ କଲ୍ କରିବା, ଦେଖିବା ଭାଉଜ ରାଣୀ ଆମକୁ କ'ଣ କହୁଛନ୍ତି ହେଲା କି? ଏଇ ନମ୍ବରଟା ତ ଦେଖିବେ, ଏଇଟା ତ କାହା ସହିତ କଥା ହଉଛି? କାହା ସହିତ କଥା ହଉଛି? କଲ୍ କଲାରୁ କାହା ସହିତ କଥା ହଉଛି ହେଲା କି? ଦେଖ। ହ୍ୟାଲୋ ହ୍ୟାଲୋ, କିଏ କହୁଛନ୍ତି? ମୁଁ ଗୋଟେ ପିଲା କହୁଥିଲି। ହଁ ସେଟା ମୁଁ ବି ଜାଣିଛି। ଆପଣ କିଏ କହୁଛନ୍ତି? ମୁଁ ମଣିଷ କହୁଛି। ମଣିଷ କହୁଛନ୍ତି? ଆଜ୍ଞା ଏ ମତେ ତ ମଣିଷର ଶୁଭୁନି, ମତେ ତ ଆପଣଙ୍କ ସ୍ୱରଟା କୋଇଲିର ଶୁଭୁଛି। ହଁ ସେ ଟାଇପ୍ କରିଛି ଆଉ। ସେଇ ଟାଇପ୍ର ହେଇଛି ମାନେ କ'ଣ କୋଇଲି ନା ଆମର ମଣିଷ? କଣ କହିଲେ? ମୁଁ କହୁଛି ତମର ତ ଯୋଉ ଭଏସଟା, କୋଇଲିକୁ ଜାଣିଛ? ନା ଜାଣିନି, ଶୁଣିଛି ନା ଏଟା। ଓହୋ, ଆପଣଙ୍କ ଭଏସଟା ତ ସେମିତି ଶୁଭୁଛି। ତ ଆପଣ ପକ୍ଷୀ ନା ମଣିଷ? ମଣିଷ। ଓହୋ, ତ ପକ୍ଷୀ ମାନେ ବି କଥା ହୁଅନ୍ତି କି? ନାଇଁ, ତମ ସ୍ୱରଟା ସେମିତି ଶୁଭୁଥିଲା ତ ସେଇଥିପାଇଁ କହୁଥିଲି ଆଉ। ଓହୋ। ହ୍ୟାଲୋ, ଆଉ ଦେଇକି କରୁଛୁ କ'ଣ? କଣ କରୁଛୁ କ'ଣ? କହିଲି ପା? କ'ଣ କହିଲ? ଖାଲି ବସିଛ? ଆଉ କଣ କରିବି? ଆଉ ଦେଇକି କ'ଣ ଏବେ ପାଠ ପଢୁଛ ନା ଆଉ କ'ଣ କରୁଛ? ଆଉ ପାଠ ପଢିବିନି କଣ କରିବି? ପାଠ ପଢୁଛ? କ'ଣ କରୁଛ କ'ଣ? +3। ଓହୋ, ତମ ଇନଷ୍ଟାଗ୍ରାମ ଆଇଡି ଅଛି ନା? ନା ମୁଁ ଇନଷ୍ଟା ୟୁଜ୍ କରେନି। ଓହୋ, ତାହେଲେ ଭଲ ଆଉ। ତମକୁ ଯିଏ ଗାର୍ଲଫ୍ରେଣ୍ଡ ଭଳି ପାଇବ, ମାନେ ତମକୁ ଯିଏ ଗାର୍ଲଫ୍ରେଣ୍ଡ କରିବ ନା, ତାର ଲାଇଫ ପୁରା ବନିଯିବ ହେଲା କି? କଣ ପାଇଁ? ଏବେ ଏମିତି ଝିଅ ନାହାନ୍ତି କି ଯୋଉମାନେ ମାନେ ଇନଷ୍ଟାଗ୍ରାମ ୟୁଜ୍ କରୁନାହାନ୍ତି ହେଲା କି? ସମସ୍ତେ ଇନଷ୍ଟାଗ୍ରାମ ୟୁଜ୍ କରୁଛନ୍ତି। ହଁ, ଆଉ ତମ ଘରେ କିଏ କିଏ ଅଛନ୍ତି? ଘରେ ସମସ୍ତେ ଅଛନ୍ତି। ସମସ୍ତେ ଅଛନ୍ତି? ଓହୋ, ତ ଏଇଟା ମୁଁ ତ ରଙ୍ଗ ନମ୍ବର ଲଗେଇଥିଲି, ତ ଆପଣଙ୍କ ପାଖକୁ ଲାଗିଗଲା। ଆପଣ ମତେ ଜାଣିପାରୁନାହାନ୍ତି। ନା ଓହୋ, ଗୋଟେ କଥା ଥିଲା। କୁହ। ତମର କେହି ବୟଫ୍ରେଣ୍ଡ ଅଛନ୍ତି? କଣ ପାଇଁ? ପଚାରୁଥିଲି ଅଛନ୍ତି ନା ନାହିଁ? ନା ସତରେ ନାହିଁ? ତୋର କାଟିଗଲା। ହ୍ୟାଲୋ। ହଁ ହ୍ୟାଲୋ, ହଁ କଣ ହେଲା? ସତରେ ତମ ବୟଫ୍ରେଣ୍ଡ ନାହିଁ? ଆରେ ନା ନାଇଁ, ଏମିତି ତମେ ମୋ ଗାର୍ଲଫ୍ରେଣ୍ଡ ହବ? କଣ କହିଲ? ମୋ ଗାର୍ଲଫ୍ରେଣ୍ଡ ହବ? ମୁଁ ତ ତମକୁ ଜାଣିନି, ଚିହ୍ନିନି କେମିତି ଜାଣିବି? ନାଇଁ, ଜାଣିନବ, ସେମିତି କିଛି ନୁହଁ। ଓହୋ। ହବ?
हाँ भाई ये तो गर्लफ्रेंड टी ना कहा नंबर दे दीजिए तू मते सतर तो गर्लफ्रेंड अरे हो रे ହଉ ଦେନ୍ ଠିକ ଅଛି କାଲିଠୁ ତମେ ମୋ ଗାର୍ଲଫ୍ରେଣ୍ଡ ହେଲା କି हाँ ହଁ କାଲିଠୁ ତମେ ମୋ ଗାର୍ଲଫ୍ରେଣ୍ଡ ଆଜି ଆଉ ଜଣେ ଅଛି ତା ସହିତ ବ୍ରେକଅପ୍ କରିକି କାଲିଠୁ ତମ ସହିତ ହେମି ଆଉ हाँ ହଉ ठीक है ହଉ ମୁଁ ରଖୁଛି ହେଲା बाय ହଁ ବାଇ ବେ ତୋ ଗାର୍ଲଫ୍ରେଣ୍ଡ ମାନେ ଚିହ୍ନା ନାହିଁ ଜଣା ନାହିଁ ମାନେ କଥା ହଉଛି ଯେମିତି ମୋ 10 ବର୍ଷ ସମ୍ପର୍କ ୟା ସହିତ ନା ଭାଇ ମାନେ ୟାକୁ ୟା ଗାର୍ଲଫ୍ରେଣ୍ଡ ମାନେ ଏତେ ଟ୍ରଷ୍ଟ ନା ଆମେ କହୁଥିଲୁ ଯେ ପ୍ରାଙ୍କ କରିବା ୟା କହୁଥିଲା ନାଇଁ ସେ ରାଗିଯିବ ଏ କଥା ହବନି ଆଉ କିଏ ଅଲଗା ପୁଅ ସହିତ ତ ଆପଣ ମାନେ ସାମ୍ନାରେ କଲ୍ କଲି ମାନେ ସେ ଏମିତି କଥା ହଉଛି ଯେମିତି ମୋର 5-6 ବର୍ଷ ହେଲା ଚିହ୍ନା ପରିଚୟ ହେଲା କି ତ ଏବେ ତୁ କଲ୍ କର ହେଲା କି ଦେଖିବା କିସ କହୁଛି ତୁ କଲ୍ କର ଭାଷା ଭାଷା କହିବୁନି ସେମିତି ହେଲା କଲ୍ କର ଦେଖିବା କିସ ହଉଛି The person you have called तो is ऐसे सीधे speaking to कहाँ someone होती तो? else. You can wait or call भाई again कितने later. दिन रखी थी ଆପଣ तो हिसाब ଯେଉଁ में ବ୍ୟକ୍ତିଙ୍କୁ ସମ୍ପର୍କ କରିବାକୁ ଚାହୁଁଛନ୍ତି ସେ ହ୍ୟାଲୋ हाँ बेबी को କ'ଣ କରୁଥିଲ କି एडी बसছি ଆଉ ତା ସହ କଥା ଥିଲା ଫୋନ୍ ବିଜି ରଖିଲା फ्रेंड ଟା कॉल करथिला କୋଉ ଫ୍ରେଣ୍ଡ कॉलेज फ्रेंड ଖାଇସାରିଲାଣି ଖାଇଛି ତୁ ପାଖକୁ କଲ୍ ଆସିଥିଲା କି ନଙ୍ଗ ନମ୍ବର କିଛି କଲ୍ ଆସିଥିଲା रॉन्ग नंबर ना तो ସତରେ हाँ सत ସତରେ କଲ୍ ଯାଇନି ତୁମ ପାଖକୁ ना कौन लगी କିଛି ନାହିଁ ଯେ ମୋ ସାଙ୍ଗଟା ମୋତେ ଗୋଟେ ରେକର୍ଡିଂ କରି ପଠେଇଲା ନା ओहो कौन टा ତୁମର ଆଉ ତା ଭିତରେ ହଉଥିବା କଥାବାର୍ତ୍ତା ଗୁଡ଼ାକୁ ना ମୁଁ ତ ତା ସାଙ୍ଗରେ କଥା ହେଇନି ସତରେ ତାହେଲେ ମୁଁ ମିଛ କହୁଛି ନା କ'ଣ କ'ଣ ହେଲା କିଛି ନାହିଁ ସେ ମୋତେ କହୁଥିଲା କି ତୁମେ ତାକୁ କ'ଣ এটা କହିଲା ମୋର ବୟଫ୍ରେଣ୍ଡ ନାହିଁ ବୋଲି ତୁମେ କ'ଣ ବୋଲୁଛ ମୋର ବୟଫ୍ରେଣ୍ଡ ନାହିଁ ଆରେ ସେଇଟା ମଜାକ କରୁଥିଲେ ଓହୋ ନାଇଁ ସାଙ୍ଗ ଜଣେ ତୁମକୁ ରଙ୍ଗ ନମ୍ବର କଲ୍ କଲେ ତାକୁ ତୁମେ ମଜାକରେ ତ ଆଇଲା ହିଁ କହିଦେଲେ ତ ତୁମେ ଭଲ ହେଉଛି ବୋଲି ହଁ ସେମିତି ସେ ଅଲଗା ନମ୍ବରକୁ କଲ୍ କରିଥିଲେ ମୁଁ ଏମିତି ମଜାକରେ କରିଥିଲି ଆଉ ଓହୋ ରଙ୍ଗ ନମ୍ବର କଲ୍ ଆସିଲା ମଜାକ କହିଲା ବୋଲି ତାକୁ ତୁମେ କହିଦେବ ମୁଁ ଭଲ ପାଇ ମୋର ବୟଫ୍ରେଣ୍ଡ ନାହିଁ କହିପାରିବ ଏଇଟା ମଜାକ ନୁହଁ ହଁ ସରି ସରି ଆଉ ରାଗ ହିଁ ନା ଏଇଟା କୁହ ତୁମେ ଏଇଟା କଲେ ଏଇଟା ମଜାକ ନୁହଁ ତୁମେ ମାନେ ତୁମେ ଏମିତି କରିଲେ ମୁଁ କେବେ ନିଜକୁ ମାନେ ଭାବିନଥିଲି ଏମିତି କରିବ ବୋଲି ଜାଣିଛ ନା ସରି ଭୁଲ ହେଇଯାଇଛି ଭୁଲ କଥାରେ ନାହିଁ ସିଏ ଯେତେବେଳେ ମୋ ସାଙ୍ଗଟା ମୋତେ ସାଙ୍ଗ ଗଲେ ତ ଗାର୍ଲଫ୍ରେଣ୍ଡ କେମିତି ମୁଁ ତାଙ୍କୁ ବହୁତ ଭଲ ସିଏ ଏମିତି ସେମିତି କଥା କଥା ଆଉ ତୁମ ହଁ ଯେ କଥାଟା ମୋତେ ଯେ କେମିତି କହିଲା କଥା ତ ଗାର୍ଲଫ୍ରେଣ୍ଡ ଏମିତି ନା ମୋତେ କେମିତି ଲାଗିଛି ମାନେ ଅଚିନା ଲୋକ ତୁମକୁ କଲ୍ କଲା ତାକୁ ତୁମେ ଯେଉଁ କହିଦେବ ତୁମେ ଭଲ ପାଇବନି ବୟଫ୍ରେଣ୍ଡ ନାହିଁ ବୋଲି କହୁଛ ଏ ସାହସରେ କହୁଛ କଥା ମଜାକ କରୁଥିଲି ଏଇଟା ମଜାକ କି ଏଇଟା ମଜାକ ହଁ ସରି ନା ତୁ ସରି ନୁହେଁ ତୁମେ ଶୁଣ ଯଦି ତୁମର ଯଦି ଇଣ୍ଟରେଷ୍ଟ ତାହାର କଥା ହବ ମୁଁ ମନା କରୁନା ଆଉ ତୁ ମୋତେ କଲ୍ କି ମେସେଜ କିଛି କରିବନି ଠିକ୍ ଅଛି ମୁଁ ଆଉ ତୁମ କଥା ଚାହୁଁନି କଲ୍ ଡିସକାଉଣ୍ଟ କର ଭାଇ ମାନେ ସେ ତ ମଜା କରୁଛି ବୋଲି କହୁଛି ତ ଭାଇ ଆପଣମାନେ ତ ସମସ୍ତେ ତ ଦେଖିଲେ କି ଏ ଗାର୍ଲଫ୍ରେଣ୍ଡ କେମିତି କ'ଣ ତ ଆପଣମାନେ କମେଣ୍ଟରେ କହିବେ ହେଲା କି ଏ ତା ସହିତ ରିଲେସନସିପ୍ରେ ରହିବ କି ନାହିଁ ସେ ତ ମାନେ ମୁଁ 2 ଥର କଲ୍ କାଟିକି 2 ଥର ସାରା କଲ୍ କଲି ସେ କାହା ସହିତ କଥା ହଉଛି ତାପରେ ମାନେ ଅଜଣା କିଏ ପିଲା କଲ୍ କରୁଛି ତାକୁ କହୁଛି ମୋ ବୟଫ୍ରେଣ୍ଡ ନାହିଁ ଇଏ କଲ୍ କରି କହିଲାରୁ ମୁଁ ମଜା କରୁଥିଲି ଭାଇ ତ ଦେଖିବା